ହେଉଛି ଭାଗବତର ଶିକ୍ଷା। ସାଧୁ ମହାଜନଗଣ ମଧ୍ୟ ସେଇ କଥା ହିଁ କହିଛନ୍ତି। ପ୍ରୀତିର ବିଷୟ, ପ୍ରୀତିର ପ୍ରକୃତ ପାତ୍ରରେ ଯେତେବେଳେ ପ୍ରୀତି ନ ହେବ ସେଭଳି ଅବସ୍ଥା ଆସିଯିବ। ପ୍ରୀତିର ପ୍ରକୃତ ପାତ୍ର ହେଉଛନ୍ତି କୃଷ୍ଣ। କୃଷ୍ଣ ହେଉଛନ୍ତି ପ୍ରୀତି ବିଷୟ। ତାଙ୍କୁ ଯଦି ପ୍ରୀତି ଭୂମିକାରେ ନ ରଖିବା, ଏଇ ଶରୀର ସମ୍ବନ୍ଧୀ ମାନଙ୍କୁ ପ୍ରୀତି ଭୂମିକାରେ ରଖିବା, ତାହେଲେ ଏଇ ଦଶା ଭୋଗ କରିବାକୁ ହେଉଛି। ଏଇ ଦଶା ଭୋଗ କରିବାକୁ ହେଉଛି ଆଉ ଦୁଃଖ ପାଇବାକୁ ହେଉଛି। ପ୍ରୀତିର୍ନ ଯାବନ ମୟି ବାସୁଦେବେ ନ ମୁଚ୍ୟତେ ଦେହ ଯୌଗେନ ତାବନ, ଏ ପଞ୍ଚମ ସ୍କନ୍ଧରେ କୁହାଯାଇଛି। ଯେ ପର୍ଯ୍ୟନ୍ତ ବାସୁଦେବ କୃଷ୍ଣଟା ପ୍ରୀତି ନ ହେଇଛି ସେ ପର୍ଯ୍ୟନ୍ତ ତୁମେ ଏ ଦେହବନ୍ଧନ ଶରୀର ବନ୍ଧନ ଏ ଭୌତିକ ଭବବନ୍ଧନ ମୁକ୍ତ ହେଇପାରିବ ନା। ସେଥିପାଇଁ ପ୍ରୀତିର ପ୍ରକୃତ ପାତ୍ରରେ ପ୍ରୀତି ହେବା ଉଚିତ। ଏ ସଂସାରଟା କ'ଣ, ୟାକୁ ପାନ୍ଥଶାଳା ବୋଲି କୁହାଯାଏ। ସଂସାରକୁ ଆସି ପାନ୍ଥଶାଳା ଓ 2 ଦିନର ପରିଚିତ ପଥିକ ପରି ଆତ୍ମସ୍ୱଜନ ପ୍ରତି ଜୀବ କି ପ୍ରକାର ଆସକ୍ତ ହେଇକରି ପଡ଼ିଛି। କେଡ଼େ ଟାଣ ଅଠା ଲାଗିଛି ରେ ବାପା, ଆହା କି ଅଠା, କି ଟାଣ, ଏ କ'ଣ ଟିକେ କମେ ନା, ଏତେ ଟାଣ ଅଠା। ବିପରୀତମୁଖୀ 2ଟି ଚଳନ୍ତା ଟ୍ରେନର 2ଟି ଯାତ୍ରୀ ପରସ୍ପର ପରିଚିତ ହେଇ ସମଯୁକ୍ତ ମାନ କରି ଯଦି କେହି କାହାକୁ ଛାଡ଼ିବାକୁ ନ ଚାହେଁ ତେବେ କି କାର୍ଯ୍ୟରେ ପରିଣତ ହେବ, କି କାର୍ଯ୍ୟରେ ପରିଣତ ହେବ। ଯାହା କହନ୍ତି ଡାଉନ୍ ଟ୍ରେନ୍ ଅଫ୍ ଟ୍ରେନ୍ ହଲ୍ଟ କରୁଛି ହଲ୍ଟିଂ ଷ୍ଟେସନରେ ହଲ୍ଟ କରୁଛି ଆଉ ଯାତ୍ରୀ ଉଠେଇ ପଡ଼ିছে 2 ମିନିଟ୍ ଅଟକିବ। 2 ମିନିଟ୍ ଅଟକିବ, ଯାତ୍ରୀ ପ୍ଲାଟଫର୍ମକୁ ବାହାରି ପଡ଼ିଲେ। ପରିଚିତ ଥିଲା, ଆରେ ଭାଇ କୁଆଡ଼େ ଯାଉଛି କି, କୁଣ୍ଢାକୁଣ୍ଡି ହେଇ ପଡ଼ିଲେ। ଆରେ ମୁଁ ଯାଉଛି କଲିକତା, ତୁ କୁଆଡ଼େ ଯାଉଛୁ ରେ, ମୁଁ ବ୍ରହ୍ମପୁର ଯାଉଛି। କୁଣ୍ଡାକୁଣ୍ଡି ହେଇ ପଡ଼ିଲେ। ଆଉ 2 ମିନିଟ୍ ପାଇଁ ଖୁବ୍ କଷିକିରି କୁଣ୍ଡାକୁଣ୍ଡି ହେଇଗଲେଣି। ଖୁବ୍ ଟାଣ ଆଉ ସିଟି ବାନ୍ଧାଣି ଛାଡ଼ିବ, ଟ୍ରେନ୍ ଛାଡ଼ିବ। ତମେ କୁଣ୍ଡାକୁଣ୍ଡି ହେଇକି ରହିବ ସେଇଠି ଆଟାଚମେଣ୍ଟ କରିକି, ଟ୍ରେନ୍ ଛାଡ଼ିବ ସେଠି ପ୍ଲାଟଫର୍ମରେ ପଡ଼ିଯିବ, କାନ୍ଦୁଥିବ ବୋବଉଥିବ, ଆଉ କେହି ପଚାରିବେ ନା। ଏଇ ଅବସ୍ଥାଟା ହେଉଛି। ଇଏ ପାନ୍ଥଶାଳାରେ 2 ଦିନ ପରିଚିତ, ଇଏ ଭୌତିକ ଯୋଉଟା ପାନ୍ଥଶାଳା ରାତି କରୁଛ ବାପା, ଏଇ ଘଣ୍ଟା ମାତ୍ର। ଯାହା କହନ୍ତି 2.5 ଦିନ ପାଇଁ ଆସିଛ, ଦିନେ ଅଧେ ରହିବ କି ନାହିଁ, ୟାକୁ ଛାଡ଼ିବାକୁ ପଡ଼ିବ ବାପା। ଆଉ ୟା ଭିତରେ ଏତେ ଟାଣ ଅଠା ଲଗେଇ ପକେଇଲଣି। ମୋ ପୁଅ, ମୋ ଝିଅ, ମୋ ଭାର୍ଯ୍ୟା, ମୋ ବନ୍ଧୁ, ମୋ କୁଟୁମ୍ବ ହେଇକରି କେତେ ଟାଣ ଅଠା ଲଗେଇଲେଣି। ଫଳଟା ହେଉଛି ଏଇଟା, ଟ୍ରେନ୍ ଛାଡ଼ିଦେଲା, ତମେ କାନ୍ଦୁଛ ବସି ପ୍ଲାଟଫର୍ମରେ ପଡ଼ିକିରି। ଏଇ ଅବସ୍ଥାଟା କୁହାହେଉଛି। ଏଇ ସ୍ୱଳ୍ପ ସମୟ ମଧ୍ୟରେ କେତେ ରକମ ନିଯମ କରିବାକୁ ଲୋକ ଚାହୁଁଛି, ତାହା କି ଆଶ୍ଚର୍ଯ୍ୟ ଜିନିଷ। ପ୍ରୀତିର ପ୍ରକୃତ ବିଷୟ ଯେ କୃଷ୍ଣ, ତାଙ୍କଠାରେ ଆମେ ପ୍ରୀତି କରୁନୁ। ଆମର ଶରୀର ସମ୍ବନ୍ଧୀଙ୍କ ଠାରେ ଏତେ ଟାଣ ଅଠା ଲଗାଉଛି ଆମେ। ପ୍ରୀତି ଜିନିଷଟା ଏକମାତ୍ର କୃଷ୍ଣଙ୍କର। କୃଷ୍ଣଙ୍କ ପ୍ରତି ମମତା ଆଶ୍ଚର୍ଯ୍ୟ ନାମ ହେଉଛି ପ୍ରୀତି। ସୁତରାଂ କୃଷ୍ଣ ବ୍ୟତୀତ ପ୍ରୀତିର ପାତ୍ର ଆଉ କେହି ହେଇପାରନ୍ତି ନା। ତାଙ୍କୁ ବାଦ ଦେଇ ସଂସାର ଅଠା ଲଗେଇ ରହିଲେ କ'ଣ ମଙ୍ଗଳ ହବ, ଏ କଥାଟା କୁହାଯାଉଛି। ସେଥିପାଇଁ ତଦୁସଙ୍ଗମୁସୃଜ୍ୟ ସସ୍ୟ ବୁଦ୍ଧିମାନ ସନ୍ତୈବାସ ଚିହ୍ନନ୍ତି ମନୁ ବ୍ୟାସଙ୍ଗ ମୁକ୍ତି ବି। 11 ସ୍କନ୍ଧ ଭାରତରେ କୁହାଯାଇଛି। ଯଦି କେବଳ ଦୁସଙ୍ଗ ବର୍ଜନ ରୂପ ପ୍ରତ୍ୟାହାର ଦ୍ୱାରା କୃଷ୍ଣ ଆସକ୍ତି ଲାଭ ହୁଅନ୍ତା, ତାହେଲେ ତ ତତ କଥାଟାର କହିବାର କିଛି ଦରକାର ନଥିଲା। ତତ ଶବ୍ଦର ଅର୍ଥ ହେଉଛି ଅତଏବ। ଅତଏବ ଦୁସଙ୍ଗ ତ୍ୟାଗ କରି ସାଧୁ ସଙ୍ଗ କର, ସତ୍ସଙ୍ଗର। କାହିଁକି ନା ସନ୍ତୈବାସୀ ଚିହ୍ନନ୍ତି ମନୁ ବ୍ୟାସଙ୍ଗ ମୁକ୍ତି ବି। ପୂର୍ବେ ଅନ୍ୟର କଥା କହିଯାଇ ଲୋଭନୀୟ ବସ୍ତ୍ର କଥା, ପୁନରାଗର କଥା ପରେ କୁହାଯାଉଛି। ସେଇ ଉଦ୍ଦେଶ୍ୟରେ ହିଁ କୁହାଯାଇଛି। ଭଲ ଜିନିଷଟା ଅଛି, ଅତଏବ ସେଇ ଉଦ୍ଦେଶ୍ୟରେ ମନ୍ଦଟା ଛାଡ଼, ଦୁଃସଙ୍ଗ ତ୍ୟାଗ କର, ସତ୍ସଙ୍ଗ କର। ତାହେଲେ କୃଷ୍ଣ ପ୍ରୀତିର ବିଷୟ ଯେ କୃଷ୍ଣ, ତାଙ୍କଠାରେ ପ୍ରୀତି ଜନ୍ମ ହେବ। ପ୍ରୀତିର ପାତ୍ର ପ୍ରକୃତ ପାତ୍ରରେ ପ୍ରୀତି ହେବ। ନହେଲେ ଏ ଅସତ୍ ପାତ୍ର ଅସ୍ଥାୟୀ ସମ୍ବନ୍ଧ ଯୋଡ଼ିଲେ ଏଇ ବାଗ୍ୟା ଯନ୍ତ୍ରଣା ଭୋଗ କରିବାକୁ ପଡ଼େ। ବିରାଟ ପାହାଡ଼ ଅତିକ୍ରମ କଲେ ଯେପରି ଯନ୍ତ୍ରଣା ଭୋଗ କରିବାକୁ ପଡ଼ୁଛି। ଗୋଡ଼ ହାତ ଖଣ୍ଡିଆ ଖାବରା ହେଉଛି, କେତେ କଣ୍ଟା ଝଣ୍ଟା, କେତେ ସୂଚ୍ୟଗ୍ର ମୁନିଆ ପଥର ବାଜୁଛି। ଏଇ ଅବସ୍ଥା, ଏ ଜୀବନ ହେଉଛି ଏ ଭୌତିକ ଜୀବନ, ଏ ଗୃହସ୍ଥର ଜୀବନ, ଏଇପରି ଜୀବନ ବିତଉଛି। ସେ ଭଲ ଜିନିଷ